ନମସ୍କାର, ଜୟ ଜଗନ୍ନାଥ। ଆଜି ସକାଳୁ ଉଠିକି ପୂଜାପୂଜି କରିସାରିଲା ପରେ ଯେହେତୁ ରୁଟି ତରକାରୀ ହେଇଥିଲା ତାଙ୍କୁ ଆଜି ଜମା ଭଲ ଲାଗିଲାନି। ସେ କହିଲେ ଯେ ନନଭେଜ୍ ଡେ ଯେହେତୁ ଅଛି, କହିଲେ ନାଇଁ ମୁଁ ପେଟିସ୍ ଖାଇବି। ତ ସେ ଯାଇକି ତାଙ୍କର ପେଟିସ୍ ନେଇ ଆସିଲେ। ତା ସହିତ ଆଜି ଆସିଥିଲା ମାଛ। ପାଖାପାଖି 15ରୁ 20 ଦିନ ହେଲାଣି ଘରେ ଜମା ମାଛ ହେଇନି। ତ ମୁଁ ସେଇଥିପାଇଁ ଭାବିଲି ଚିକେନ୍ ଫିକେନ୍ ଆଉ ଆଣନି, ମାଛ ହିଁ ନେଇ ଆସ, ଟାଇମ୍ ବରଂ ଲାଗିବ। ଆଉ ଟିକେ ଛୋଟ ପିସ୍ କରିକି ମାଛ ଆଣିବ। ଆରଥର ମନା କରିଥିଲି ବଡ଼ ପିସ୍ ଆଣିବନି, ସେଇଥିପାଇଁ ସେ ଏଥର ଟିକେ ଛୋଟ ଛୋଟ କରିକି ଆଣିଛନ୍ତି। ତଥାପି ବଡ଼ ଥିଲା, ଟିକେ ଭାଜାଭାଜି କରିବା ପାଇଁ ଅସୁବିଧା ହେଉଛି ବୋଲି ସେଥିପାଇଁ ମୁଁ କହେ ସବୁବେଳେ ଛୋଟ ମାଛ ଆଣିବା ପାଇଁ। କିନ୍ତୁ ତାଙ୍କୁ ତ ବଡ଼ ଟିକେ ପିସ୍ ହେଲେ ତାଙ୍କୁ ପସନ୍ଦ, ସେଥିପାଇଁ ଯାହା ବି ହଉ ଆରଥର ଅପେକ୍ଷା ଟିକେ ଛୋଟ ଥିଲା। ତ ପ୍ରଥମେ ତାକୁ ସବୁ ଲୁଣ ହଳଦୀ ଗୋଳାଗୋଳି କରିଦେଇକି ସେସବୁ କାମ ସାରିଦେଲି। ତାପରେ ତେଲ ଗରମ ହେଲା ପରେ ତାକୁ ଆଗ ସବୁ ଭାଜିଦେଲି। 1 କେଜି ଉପରେ ମାଛ ମାନେ ଯାହାହେଲେ ବି ଟିକେ ଟାଇମ୍ ଲାଗିବ। ଆଉ ଏଠି ତ ସେମିତି ଗାଁ ଭଳିଆ ବଡ଼ ବଡ଼ କଢ଼େଇ ବି ନାହିଁ। ତ ଏଇ କଢ଼େଇରେ ହିଁ ମୁଁ ଏମିତି 4ଟା 5ଟା କରିକି ପକେଇକି ତାକୁ ସବୁ ବାହାର କରିଦେଲି ମାଛ ସବୁ ଭାଜିକି। ତାପରେ ଭାବିଲି ଯେହେତୁ ବହୁତ ଦିନ ପରେ ଆସିଛି ମାଛ, ଆଉ ପୁରା ଘର ଷ୍ଟାଇଲରେ ହିଁ ରୋଷେଇ ହେବ, ସେଥିପାଇଁ ଆଳୁକୁ ଟିକେ ଆଗ ଫ୍ରାଏ କରିଦେଲି। ତାପରେ ସୋରିଷ ମସଲା କରିକି ରଖିଥିଲି, ସୋରିଷ ଆଉ ରସୁଣ ଟିକେ ଜିରା ଆଉ ଶୁଖିଲା ଲଙ୍କା ଦେଇକି ତାପରେ ଫୁଟଣ ଟିକେ ପକେଇକି ତେଲରେ ପିଆଜ ଟିକେ ପକେଇଦେଲି। ତାପରେ ସୋରିଷ ମସଲାଟା ଆଡ଼୍ କରିଦେଲି। ଆଜି ଟିକେ ମୁଁ ନ୍ୟୁ ଷ୍ଟାଇଲରେ ରୋଷେଇ କରୁଛି, ଆପଣମାନେ ଦେଖିବେ। ସେମ୍ ସୋରିଷ ମସଲା ହିଁ ଦେଇକି ହେବ, ଆଉ ଆମ୍ବୁଲ ପଡ଼ିକି ଆଜି ହେବ। ପ୍ରାୟ ଆମ ଘରେ ଆମ୍ବୁଲ ପଡ଼ିକି ହୁଏନି, କିନ୍ତୁ ମୁଁ ଭାବିଲି ଆଜି ଗୋଟିଏ ଖାଲି ଛୋଟ ଆମ୍ବୁଲ ପକେଇଲେ କିଛି ନାହିଁ। ଆଉ ଏଇଠି ମୁଁ ଟିକିଏ ସୋରିଷ ମସଲାରେ ଦହି ଆଡ଼୍ କରିଛି, ଆଉ ଟିକେ ଟେଷ୍ଟ ଭଲ ଲାଗିବା ପାଇଁ। ତାପରେ ଟମାଟୋ ଆଡ଼୍ କରିଦେଇକି ତାକୁ ଭଲ ଭାବରେ ମସଲାଟାକୁ କଷିଦେଲି। ମସଲା ଯେତେ କଷିଲେ ହିଁ ବହୁତ ଭଲ ଲାଗେ। ଆଉ ମସଲାଟାକୁ ବହୁତ କଷିଦେଲା ପରେ ତାପରେ ମୁଁ ଆଳୁ ସବୁ ଆଡ଼୍ କରିଦେଲି। ଆଉ ତାପରେ ହିଁ ମୁଁ ଆଡ଼୍ କଲି ଆଉ ଗୋଟେ ଟମାଟୋକୁ 4 ଫାଳ କରିକି, ଏମିତି ଯେଉଁଟାକି ସୁନ୍ଦର ଦେଖାଯିବ ଆଉ ଟେଷ୍ଟ ବି ଭଲ ଲାଗିବ। ତ ଏବେ ହିଁ ଆମ୍ବୁଲ ଆଡ଼୍ କରିଦେଲି। ତାପରେ ଗରମ ପାଣି କିଛି ରଖିଥିଲି ସେଇଟାକୁ ଆଡ଼୍ କରିଦେଲି, ଯେଉଁ ଅନୁସାରେ ଆମକୁ ଝୋଳ ଦରକାର। ତାପରେ ମାଛ ସବୁ ଆଡ଼୍ କରିଦେଲି। ପାଣି ଯେତେବେଳେ ବହୁତ ଫୁଟିବ ସେହି ସମୟରେ ଆଡ଼୍ କରିଦେଇକି ଜଷ୍ଟ 30ରୁ 40 ସେକେଣ୍ଡ ଭିତରେ ମୁଁ ଫ୍ଲେମ୍ ଅଫ୍ କରିଦେଲି। ତାପରେ ଆମର ଲଞ୍ଚ ପାଇଁ ବଢ଼ାବଢ଼ି ଷ୍ଟାର୍ଟ ହେଲା। କାହିଁକିନା 2ଟା ପାଖାପାଖି ହେଇଯାଇଥିଲା, ମାଛ ଆଣିଲା ବେଳକୁ ବି ଟିକେ ଲେଟ୍ ହେଇଥିଲା। ତ ଯାହା ବି ହଉ 2ଟା ବେଳକୁ ହିଁ ରୋଷେଇ ସରିଲା। ଆଉ ମୁଁ ମାଛ ବଢ଼ାବଢ଼ି କରିଦେଲି, ତା ସହିତ ଟିକେ କାକୁଡ଼ି, ଆମ୍ବ, ମିକ୍ସଚର୍ ଏସବୁ ହେଇଗଲା। ଆଉ କିଛି ମୁଁ ଆଜି ଭେଜ୍ରେ ରୋଷେଇ କରିନଥିଲି, କାହିଁକିନା ନନ୍ଭେଜ୍ ହେଲା ବେଳକୁ ଭେଜ୍ ବି କେହି ଖାଉନାହାନ୍ତି, ଖାଲି ନଷ୍ଟ ହେଉଛି। ତ ସେଇଥିପାଇଁ ମୁଁ କହିଲି ନାଇଁ ଏସବୁ ଲଗେଇକି ହିଁ ଖାଇଦେବା। ଆଜି ବହୁତ ହି ବଢ଼ିଆ ଲୁକ୍ ଆସୁଥିଲା ଏଇ ତରକାରୀର, ଆଉ ବହୁତ ଟେଷ୍ଟି ବି ହେଇଥିଲା। ଲଞ୍ଚ ପରେ ପରେ ମୁଁ ଏଇଠିକୁ ପଳେଇ ଆସିଥିଲି। ଆଉ ବସିକି ମୋର ଟିକେ ଯାହା କାମ ଥିଲା ମୁଁ ସାରି ସାରିଲା ପରେ ମୁଁ ଭାବିଲି ଆଉ କ'ଣ ସପିଂ କରିଛି, ତ ସେଇଟା ଆପଣଙ୍କ ସହିତ ସେୟାର କରିବା ପାଇଁ। ଏଇଟା ଗୋଟେ ବ୍ଲାକ୍ କଲର୍ର ଟପ୍ଟେ ହିଁ ମୁଁ କିଣିଥିଲି, ଯେଉଁଟାକି ପୁରା ଲୁଜ୍ ଟପ୍ଟା। ଆଉ ବଢ଼ିଆ କପଡ଼ା ତା'ର, ବହୁତ ସ୍ମୁଥ୍ ହିଁ ଟି ସାର୍ଟଟା। ତା'ର କପଡ଼ାଟା ବି ବହୁତ ମେଟେରିଆଲ୍ ବହୁତ ଭଲ ଥିଲା, ମୋତେ ବହୁତ ଭଲ ଲାଗିଲା। ମୁଁ ଫାର୍ଷ୍ଟ ଟାଇମ୍ ଯେଉଁଟା ପିଙ୍କ୍ କଲର୍ର କିଣିଥିଲି ସେଇଟା ବି ଗୋଟେ ଭଲ ଥିଲା, ଆଉ ଏ ବ୍ଲାକ୍ଟା ବି ବହୁତ ଭଲ ଲାଗୁଥିଲା। ତାପରେ ଡେଲି ୟୁଜ୍ ପାଇଁ 3ଟା ଟପ୍ ମୁଁ ଏକା ଟାଇପ୍ର ଆଣିଥିଲି। ଏଇଟା ଗୋଟେ ଲାଇଟ୍ ଗ୍ରୀନ୍ ଟାଇପ୍ର ଗୋଟେ ଥିଲା, ଗୋଟେ ବ୍ଲାକ୍ କଲର୍ର ଥିଲା। ସେମ୍ କପଡ଼ାର ହିଁ, ବେଶୀ ବି ଦାମ୍ ନୁହେଁ, କମ୍। ଏଇ 3ଟା ଯାକ ଟପ୍ କମ୍ ଦାମ୍ ଥିଲା। ତ ଏଇଟା ଡେଲି ୟୁଜ୍ ପାଇଁ ମୁଁ ଆଣିଥିଲି। ଏଇଟା ଗୋଟେ, ଆଉ ଗୋଟେ ଲାଇଟ୍ ବ୍ଲୁର। ଏ କଲର୍ଟା ମୋତେ ବହୁତ ଭଲ ଲାଗେ, ସେଥିପାଇଁ ମୁଁ ଏଇ କଲର୍ର ଗୋଟେ ଆଣିଥିଲି। ଆଉ ଏଇ କଲର୍ ମୋ ପାଖରେ ନଥିଲା ବି। ତାପରେ କଟନ୍ର ପ୍ୟାଣ୍ଟ, ଯେହେତୁ ଏବେ ବହୁତ ଗରମ ହେଉଛି ଆଉ ଡେଲି ଘରେ ବି ୟୁଜ୍ କରିବା ପାଇଁ, ଏ କଟନ୍ର ପ୍ୟାଣ୍ଟ ଗୋଟେ ମୁଁ ମଗେଇଥିଲି, ଯେଉଁଟାକି ତା'ର ବର୍ଡ଼ର ଅଛି ପୁରା ଗୋଡ଼ ପାଖରେ କି ହ୍ୱାଇଟ୍ କଲର୍ର ଟିକେ, ଆଉ ବ୍ଲାକ୍ର ପ୍ୟାଣ୍ଟଟା ଷ୍ଟ୍ରିପ୍ ଅଛି। ଆଉ ଗୋଟେ ଥିଲା ଯେଉଁ 1/3 ପ୍ୟାଣ୍ଟ, ସେଥିରେ ଏଇଟା ଗୋଟେ ଏମିତି ଗୋଟେ ପ୍ରିଣ୍ଟେଡ଼୍ର ଗୋଟେ ନେଭି ବ୍ଲୁ କଲର୍ ଥିଲା, ସେଥିରେ ହ୍ୱାଇଟ୍ ଆଉ ଟିକେ ଟିକେ ପିଙ୍କ୍ ମିକ୍ସର ହିଁ କଲର୍ର ସବୁ କମ୍ବିନେସନ୍ ଥିଲା, ସେଇଟା ଗୋଟେ। ଆଉ ଏଇଟା ଗୋଟେ ଆଣିଛି ମୁଁ କଟ୍ ସେଟ୍ଟା ହିଁ। ଏଇଟା ଏଇ ଆଖପାଖ ଯିବା ପାଇଁ, ଏଇଟା ବହୁତ ସ୍ମୁଥ୍ ଆଉ ରେୟନ୍ କପଡ଼ାର। ରେୟନ୍ କପଡ଼ା ମୋତେ ବହୁତ ଭଲ ଲାଗେ, ତ ସେଥିପାଇଁ ମୁଁ ଏଇଟା ଗୋଟେ ମଗେଇଥିଲି। ମୋତେ ବହୁତ ଭଲ ଲାଗିଲା ତା'ର କଲର୍ କମ୍ବିନେସନ୍, ଯେଉଁଟାକି 4-5 ପ୍ରକାର କଲର୍ ଥିଲା, କିନ୍ତୁ ସେତେ ବି ସେଇଟା ଯାତ୍ରା ଭଳିଆ ଦେଖାଯାଉନଥିଲା, ଆଉ ବହୁତ ଡିସେଣ୍ଟ ଲୁକ୍ ମୋତେ ଲାଗିଲା। ତ ମୋତେ ଏଇଟା ଭଲ ଲାଗିଲା, ସେଥିପାଇଁ ମୁଁ ଆଣିଲି। ଏଇଟା ଗୋଟେ, ତା'ର ଉପରଟା ବି ବହୁତ ଭଲ ଥିଲା। ତା'ର ମାନେ ମେଟେରିଆଲ୍ ଗୁଡ଼ା ଅନଲାଇନ୍ରୁ ଆଣିଲେ ବି ମୋତେ ଲାଗିଲା ଏ ମେଟେରିଆଲ୍ ଭଲ ଅଛି, ମାନେ ୟୁଜ୍ କରିହେବ। ସେଇଟା ଗୋଟେ ଥିଲା। ଆଉ ଏଇଟା ଗୋଟେ, ଏଇଟା ବି ସେମ୍ ଅନଲାଇନ୍ରୁ ହିଁ ମଗେଇଥିଲି।
ଆଉ ଏଇଟା ବି ବହୁତ ବଢ଼ିଆ ଥିଲା। ଏଇଟା ଆଖପାଖକୁ ବି ଯାଇହେବ, କେଉଁଠି ଯଦି ଆପଣ ଦୂର ଜାଗାକୁ ଜର୍ଣ୍ଣି କରୁଛନ୍ତି ତାହେଲେ ଏଇଟା ପିନ୍ଧିବାକୁ ବହୁତ ସ୍ମୁଥ୍ ଲାଗିବ ଆଉ ବହୁତ କମ୍ଫର୍ଟେବୁଲ୍ ବି। ଏଇଟା ଆପଣ ଜର୍ଣ୍ଣି ପାଇଁ ବହୁତ ବଢ଼ିଆ। ଏଇଟା ବି ରେୟନ୍ ନୁହଁ, ଟିକେ ମିକ୍ସ ଟାଇପ୍ର କପଡ଼ା ଥିଲା। ଆଉ ୟାର କଲର୍ କମ୍ବିନେସନ୍ ଯେଉଁ ଭଳିଆ ଥିଲା ସେଇଟା ବହୁତ ଭଲ ଥିଲା। ତାର ଯେଉଁ ଉପର ଟପ୍ ଥିଲା ସେଇଟାର ବେକ ପାଖରେ ତାର ଏମିତି ଡୋରି ଟାଇପ୍ର ଥିଲା, ଯେଉଁଟା ବାନ୍ଧିବା ପାଇଁ ଗୋଟେ, ସେଇଟା ଗୋଟେ ବଢ଼ିଆ ଲୁକ୍ ଆଣୁଥିଲା, ତାର ଗୋଟେ ୟୁନିକ୍ ଲୁକ୍ ଥିଲା। ଆଉ ଯେହେତୁ ଏଇଟା କୋଟ୍ ସେଟ୍ ଟାଇପ୍ର ଥିଲା ତ ସେମ୍ ତାର ପ୍ୟାଣ୍ଟ ଉପର ସେମ୍ ଟାଇପ୍ର ହିଁ ପ୍ରିଣ୍ଟ ଦୁଇଟା ଯାକରେ ଥିଲା। ତ ଏଇଟା ଗୋଟେ ମଗେଇଥିଲି। ଆଉ ଗୋଟେ ୱାନ୍ ପିସ୍ଟେ ମଗେଇଥିଲି, ଯେଉଁଟାକି ଏଇଟା ଦେଖନ୍ତୁ ମେରୁନ୍ କଲର୍ର ପୁରା ବଡ଼ି, ଆଉ ଉପରେ ମେରୁନ୍ ସହିତ ଜଷ୍ଟ ଗ୍ରେ ଆଉ ସିମେଣ୍ଟ କଲର୍ର ଟିକେ ଟିକେ କାମ ହେଇଥିଲା। ଆଉ ତାର ନେକ୍ଟା ହିଁ ଟିକେ ଅଲଗା ଡିଜାଇନ୍ର ଥିଲା, ଟିକେ ହାଇ ନେକ୍ ଥିଲା। ତ ସେଇଟା ମୁଁ ଫାଷ୍ଟ ଭାବିଥିଲି କେମିତି ଦେଖାଯିବ, କିନ୍ତୁ ସେଇଟା ଟ୍ରାଏ କଲା ପରେ ଠିକ୍ ଠାକ୍ ଲାଗିଲା। ତ ସେଥିପାଇଁ ଆଉ ତାକୁ ରିଟର୍ନ ନ କରିକି ମୁଁ ରଖିଦେଲି। ଯେହେତୁ ସ୍ଲିଭ୍ ବି ଥିଲା ତ ମୋତେ ଏଇସବୁ ପସନ୍ଦ, ଏମିତି ସ୍ଲିଭ୍ ବାଲା। ତ ଆଜିର ଥିଲା ମୋର ଏଇଆ ସପିଂ। ତ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ, ନ୍ୟୁ ହେଇଥିଲେ ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହବା ଗୋଟେ ଭିଡ଼ିଓରେ। ରହୁଛି, ନମସ୍କାର।